नमस्कार जय जगन्नाथ। देखो मुझे एक्चुअली उठी सारी सकाଳେ ଏବଂ ବାଡ଼ିକୁ ଟିକେ ଯାଇଥିଲି। ମୁଁ ବାଡ଼ିକୁ ଯାଇକି ଦେଖିଲି ଯେ ଘରେ କେଉଁ କୁଆଡ଼େ କ'ଣ କ'ଣ କରୁଛନ୍ତି ସମସ୍ତେ ନାହିଁ। ଦେଖି ସାରିଲା ପରେ ମୁଁ ଆସିକି ମେସିନ୍ରେ एक्चुअली ମୋର ସବୁ ଲୁଗାକୁ ପୁରେଇଥିଲି, ମାନେ ଯେତିକି ପ୍ୟାଣ୍ଟ ସାର୍ଟ ଥିଲା ସବୁ ପୁରେଇ ସାରିଲା ପରେ ମୁଁ ତାକୁ ସବୁ ବାହାର କଲି। ବାହାର କରିସାରିଲା ପରେ ଉଜାଲାକୁ ନେଇକି एक्चुअली ମୋତେ ଧଳା ସାର୍ଟ କିଛି ଥିଲା, ମୋର ଧଳା ସାର୍ଟକୁ एक्चुअली ଉଜାଲା ପାଣିରେ ମୋତେ ବୁଡ଼େଇବାର ଥିଲା। ତାକୁ ମୁଁ ଉଜାଲା ପାଣିରେ एक्चुअली ତାକୁ ଛାଙ୍କିକି ଏଠି ମୁଁ ପୁରେଇ ଦେଲି। ପୁରେଇ ସାରିଲା ପରେ କିଛି ସମୟ ଏମିତିକା ତାକୁ ମୁଁ ଏବଜର୍ଭ ପାଇଁ ରଖିଦେଲି ତାକୁ ମୁଁ। ତାପରେ ଏବେ ମୋତେ କାର୍ एक्चुअली କିଛି ସମୟ ଷ୍ଟାର୍ଟ କରିକି ରଖିବାର ଥିଲା ଏବଂ ଦେଖିବାର ଥିଲା କ'ଣ ମାନେ କ୍ଲିନ୍ କରିବାର ଥିଲା। ଭିତରେ କାର୍ ଭିତରକୁ ଆସିକି ସବୁ ଜିନିଷ ମୁଁ ଚେକ୍ କରିଦେଲି ଏବଂ ଏସିକୁ ଟିକେ ଚେକ୍ କରିଦେଲି। ଚେକ୍ କରିସାରିଲା ପରେ एक्चुअली ଏବେ ମୋର ମୁହଁକୁ ଏବେ ଦେଖୁଥିଲି କ'ଣ କେମିତି ମାନେ ଗାଧେଇ ନେଇ କେମିତି କ'ଣ ଦେଖାହେଉଛି। ତାପରେ ସେହି ସମୟରେ एक्चुअली ଆମର ପାଣି ପାଇଁ ଆସିଯାଇଛି ଗାଡ଼ି। ପାଣି ଆମେ ବାହାରେ ରଖିଦେଉ କାହିଁକିନା ଗାଈଗୋରୁ ମାନେ एक्चुअली ଯଦି କିଏ ବାହାରେ ଆସିଲେ ଜୀବଜନ୍ତୁମାନେ ଯେମିତି ପାଣି ଟିକେ ପିଇପାରିବେ। ତାପରେ ମାଆ एक्चुअली ମୋ ପାଇଁ ଉପମା ରେଡ଼ି କରିଦେଇଛନ୍ତି। ବାପା ସେପଟେ ଦେଶୀ ଚିକେନ୍ ନେଇକି ଚାଲି ଆସିଥିଲେ। ଆସିଲା ପରେ ଫ୍ରିଜ୍ରେ ମଧ୍ୟ ଚିକେନ୍ ଥିଲା ଏବଂ ମାଆ ମୁଁ ପଖାଳ ଖାଇଥିଲି। ପଖାଳ ଚିକେନ୍ କଷା ଖାଇ ଦିନଟି ମୋର କଟିଗଲା।